ଦେଖିଲେ ସାଙ୍ଗମାନେ ଏଇଟା କେଉଁ ଶାଗ? ଆମ ସାଇଡ଼ରେ ତାକୁ ପିତାଘିନି ଶାଗ ବୋଲି ଆମେ କହୁ। ଆପଣମାନେ କ'ଣ କହୁଛନ୍ତି ଆର ନା ନିଶ୍ଚୟ କମେଣ୍ଟରେ ଜଣେଇବେ। ଆଳୁ ବାଇଗଣ ପିଆଜ କାଟିଦେଲି, ଶାଗ ମଧ୍ୟ ଧୁଆଧୁଇ କରି ନେଇ ଆସିଲି, ମସଲା ଟିକେ ବାଟିଦେଲି, ଜିରା ଧନିଆ ରସୁଣ ସୋରିଷ। କଢ଼େଇ ଗୋଟେ ଗ୍ୟାସ୍ ଦେହରେ ବସେଇ ତେଲ ଟିକେ ଦେଇ ଫୁଟଣ ଦେଇ ପିଆଜକୁ ପକେଇଦେଲି, ତାପରେ ଆଳୁକୁ ପକେଇଦେଲି, ତାକୁ ଟିକେ ଭାଜିକି ବାଇଗଣ ମଧ୍ୟ ଟିକେ ପକେଇଦେଲି, ହଳଦୀ ଗୁଣ୍ଡ ଲଙ୍କାଗୁଣ୍ଡ ଲୁଣ ଦେଇଦେଇକି ତାକୁ ଟିକେ ଭଲ ଭାବେ ଏପଟ ସେପଟେ କଷାକଷି କରି ଟିକେ ବାଟିଥିଲି ମସଲାଟା ଦେଇଦେଲି, ଘୋଡ଼େଇକି ଛାଡ଼ିଦେଲି ସିଝିବା ପାଇଁ। ଆଉ ଗୋଟେ କଢ଼େଇ ବସେଇକି ଟିକେ ବଢ଼ି ଟିକେ ତେଲ ଦେଇକି ଭାଜିଦେଲି, ତା ଦେହରେ ଦେବି। ଏଇ ଶାଗଟାକୁ ଏଇଭଳିଆ ରାଇ କଲେ ହିଁ ବଢ଼ି ବାଟଣ ସବୁ ଦେଇକିରି ଭଲ ଲାଗେ। କିନ୍ତୁ ଝିଅ ଜାଣିନି ଆର ଟେଷ୍ଟ କ'ଣ ଲାଗିବ। ମୁଁ ତ ଜାଣିଛି ଛୋଟବେଳେ ଥରେ ଦୁଇଥର ଖାଇଥିଲି, ଟିକେ ପିତା ଲାଗେ। ଝିଅ ଜାଣିନି, ସେ ନେଇ ଆସିଛି। ଦେଖିବା ରୋଷେଇ ସରିଲା ପରେ ଦେଲେ କ'ଣ କରୁଛି, ସେ ଖାଉଛି କି ନାହିଁ। ଯେମିତି ରୋଷେଇଟି ସରିଯାଇଛି, ଝିଅ ଆସିଲା ପରେ ଦେଲି ଖାଇବା ପାଇଁ, କାହିଁକି ଖାଇଥାନ୍ତା ବୋଲା। ଆପଣମାନେ ଖାଇଛନ୍ତି କି ନାହିଁ ନିଶ୍ଚୟ କମେଣ୍ଟରେ ଜଣେଇବେ।